ସାର୍ ନମସ୍କାର। ହ୍ୟାଲୋ ନମସ୍କାର। ଆଜ୍ଞା ନମସ୍କାର। ମୁଁ ଏଇ ଗୋଟେ ଛୋଟିଆ କଥା କହିଥିଲି ସେ ବିଜୟ ଦାସର କିଛି ହେଲାନି। ନାଇଁ ନାଇଁ ବିଜୟ ଦାସ କରିଦଉ। ଏବେ ତାଙ୍କର ଟିବି କେସ୍ 3-4ଟା ବାହାରି ଯାଇଛି। ସେଇ ଇନଭେଷ୍ଟିଗେସନ ସରିଗଲା ପରେ କରିଦେବି ସାର୍। ମୁଁ ବୁଝିପାରୁନି ଦେଶ ଦୁନିଆ ବଦଳିଲାଣି ଆପଣମାନଙ୍କ ମାଇଣ୍ଡ ସେଟ୍ ବଦଳୁନି ଆମେ କେମିତି ଆପଣଙ୍କୁ ନେଇ କାମ ନାଇଁ କରିବୁ ମୁଁ ତ ସାର୍ ନାଇଁ ବୁଝିପାରୁନି। ସାର୍ କରିଦେବି ତାକୁ ଡାକିକି କହିଥିଲି କିବା କାମ ଆପଣ ମତେ ଯେମିତି ନାଇଁ ସାର୍ ସରପଞ୍ଚ ଶୁଣନ୍ତୁ କଣ ଭାବୁଛନ୍ତି କଣ ହେଇଛି। ମୁଁ ବୁଝିପାରୁନି। ନାଇଁ ସାର୍ ସିଏ କଣ ହେଇଛି ସିଏ ତା ଆଡୁ ରିପ୍ରେଜେଣ୍ଟେସନ ଦେଇ ନଥିଲା। ମୁଁ କହିଲି ଗୋଟେ ରିପ୍ରେଜେଣ୍ଟେସନ ସବୁ ବାଜ୍ୟ କଥା ଆଜ୍ଞା। ସେ ରିପ୍ରେଜେଣ୍ଟେସନ ଦେଲେ ଆପଣ କରୁଥିଲେ ଆପଣ କେମିତି କାମ କରନ୍ତି ମୁଁ କଣ ସରକାରୀ କଳ କେମିତି କାମ করে ଜାଣିନି ନା ଆଗରୁ ମୁଁ କରେଇନି ଭାବୁଛନ୍ତି କି ମୁଁ କିଛି ଅନଭିଜ୍ଞ ଲୋକ ବୋଲି। ନାଇଁ ସାର୍ ମୁଁ ଦେଖୁଛି ଆପଣ ଭଲରେ କିଛି କରିବେନି ଠିକ ଅଛି ତାହେଲେ ଆପଣଙ୍କ କଥା ମୁଁ ବୁଝି ଦଉଛି ବୁଝିଲେ ଆପଣଙ୍କ କଥା ବୁଝିବାକୁ ମତେ ଜମା 2 ମିନିଟ୍ ଲାଗିବ ବେଶୀ ସମୟ ଲାଗିବ। ଭୟଭ୍ରାନ୍ତି ନାହିଁ ସାର୍। ନା ନା ଠିକ ଅଛି ତାହେଲେ ଆପଣ କିଛି କରନ୍ତୁନି ଅପେକ୍ଷା କରନ୍ତୁ କଣ କଥା କହୁଛି ଆପଣଙ୍କୁ କରିଦେବି ଆପଣ କାହିଁକି ଭୟ ନାହିଁ ଆପଣ ଅପେକ୍ଷା କରନ୍ତୁ। ନା ସାର୍ କିଛି ଅପେକ୍ଷା କରନ୍ତୁ ମୁଁ କଣ କରୁଛି ତାପରେ ଜାଣିବି। ନାଇଁ ସାର୍ ଶୁଣନ୍ତୁ ମୁଁ ଆପଣଙ୍କୁ କହୁଛି କରିଦେବି ଆପଣ ଏତେ